ଶିକ୍ଷାର ପରିସର ସ୍କୋପ୍ ଅଫ୍ ଏଜୁକେସନ୍। ଆମେ ଲାଷ୍ଟ କ୍ଲାସ୍ରେ ଶିକ୍ଷାର ପ୍ରକୃତି ଆଲୋଚନା କରିଥିଲେ। ତେଣୁ ଶିକ୍ଷାର ପ୍ରକୃତି ବିଷୟରେ ଯଦି ଆମେ ଆଲୋଚନା କଲେ ତାହେଲେ ଶିକ୍ଷା ହେଉଛି ଜୀବନ ଓ ଜୀବନ ହେଉଛି ଶିକ୍ଷା ବା ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା, ବ୍ୟବହାରରେ ପରିବର୍ତ୍ତନ, ଏସବୁ ଜିନିଷ ଆମେ ପଢ଼ିଥିଲେ। ଏବେ ପଢ଼ିବା ଶିକ୍ଷାର ପରିସର ସ୍କୋପ୍ ଅଫ୍ ଏଜୁକେସନ୍। ତେଣୁ ଶିକ୍ଷା ସମ୍ପର୍କରେ ମନୁଷ୍ୟ ସହିତ ଅତି ନିବିଡ଼ ଭାବରେ ସମ୍ପର୍କ ରହିଛି। ଏହି ଶିକ୍ଷା କ'ଣ କହୁଛି? ଏକ ଅପରିସୀମା, ତାହାର ପରିସର ଅତି ବ୍ୟାପକ। ତେଣୁ ଏହାର କୌଣସି ସମୟ ସୀମା ଭିତରେ ବାନ୍ଧି ରଖାଯାଇପାରିବ ନାହିଁ। ତେଣୁ ଶିକ୍ଷାର ପରିସର ଅତ୍ୟନ୍ତ ବ୍ୟାପକ। ଆଉ ଗୋଟେ ଯଦି କଥା କହିବି, ଯଦି ତୁମେ ଏଜୁକେସନ୍ ଅନର୍ସ ପିଲା ହେଇଥିବ ତାହେଲେ ବୁଝିପାରୁଥିବ, ସ୍କୋପ୍ ଯଦି କହିବା ଆମେ ଶିକ୍ଷାର, ତାହେଲେ ଆମେ ଯେତିକି ପେପର୍ ପଢ଼ିବା ସବୁ ପେପର୍ ଗୁଡ଼ାକ ଯାଉଛି ଶିକ୍ଷାର ପରିସର ଭିତରେ। ଯେମିତି ଆମେ ଏଜୁକେସନାଲ୍ ଫିଲୋସଫି ପଢ଼ୁଛେ, ସାଇକୋଲୋଜି, ସୋସିଓଲୋଜି, ହିଷ୍ଟ୍ରି ଅଫ୍ ଏଜୁକେସନ୍, କମ୍ପାରେଟିଭ୍ ଏଜୁକେସନ୍, ଏଜୁକେସନାଲ୍ ଷ୍ଟାଟିଷ୍ଟିକ୍, ICT, ଯେତିକି ବହି ଆମେ ପଢ଼ିବା ତା ଭିତରେ ସେ ସମସ୍ତ ଜିନିଷ ହେଇଯାଉଛି ଶିକ୍ଷାର ପରିସର ବା ସ୍କୋପ୍ ଅଫ୍ ଏଜୁକେସନ୍। ତ ପ୍ରଥମେ ପଢ଼ିବା ଶିକ୍ଷା ଦର୍ଶନ, ଫିଲୋସଫି ଅଫ୍ ଏଜୁକେସନ୍। ତ ଦର୍ଶନ ବିନା ଶିକ୍ଷାର ସ୍ଥିତି ଅସମ୍ଭବ। କାରଣ ଦର୍ଶନ କ'ଣ କରିଥାଏ? ସେ ସବୁ ଶିକ୍ଷାକୁ ନିର୍ଦ୍ଦେଶ ଦେଇଥାଏ କେଉଁ କାମ କେମିତି କରିବା ଦରକାର। ତେଣୁ ଶିକ୍ଷାର ଭିତ୍ତିଭୂମି ହେଉଛି ଶିକ୍ଷା ଦର୍ଶନ। ତେଣୁ ଶିକ୍ଷା ଦର୍ଶନରୁ ମନୁଷ୍ୟ ତା'ର କର୍ମ ସମ୍ବନ୍ଧରେ ଅବଗତ ହୋଇଥାଏ। ତେଣୁ ଶିକ୍ଷା ଦର୍ଶନ, ଶିକ୍ଷା ଓ ଦର୍ଶନ ଦୁଇଟି ଜିନିଷ, ଶିକ୍ଷା ଓ ଦର୍ଶନ ଯେଉଁ ଆମେ ପଢ଼ୁଛେ, ଏଇଟା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳିଆ। ଜଣେ ଅନ୍ୟ ଜଣକ ବିନା ତିଷ୍ଠି ପାରିବ ନାହିଁ। ତେଣୁ ବିଭିନ୍ନ ଦର୍ଶନ ଶାସ୍ତ୍ର ଯେମିତି ଆଦର୍ଶବାଦ, ବାସ୍ତବବାଦ, ପ୍ରକୃତିବାଦ, ପ୍ରୟୋଗବାଦ, ଯେଉଁ ଶିକ୍ଷାର ଲକ୍ଷ୍ୟ, ପାଠ୍ୟକ୍ରମ, ଶିକ୍ଷାଦାନ ପଦ୍ଧତି, ଶିକ୍ଷକଙ୍କ ଭୂମିକା, ଏସବୁ ଯେଉଁ ନୀତି ଗୁଡ଼ିକ ରହିଛି, ସେ ସମସ୍ତ ଜିନିଷ ହେଉଛି ଶିକ୍ଷା ଦର୍ଶନ। ଯେମିତି ରୋସେ, ଆଡାମ୍ସ, ରସ୍କ, ଜନ୍ ଡୁଏ, ଗାନ୍ଧୀ, ଟାଗୋର, ଅରବିନ୍ଦ, ଏ ସମସ୍ତ ଜିନିଷ ହେଉଛି ଦାର୍ଶନିକ ଗଣମାନ। ଏମାନଙ୍କର ଶିକ୍ଷାଦାନ ପାଇଁ ଯେଉଁ ମତଦାନ ଦେଇଛନ୍ତି, ସେ ସମସ୍ତ ଜିନିଷ ଶିକ୍ଷଣକୁ ପ୍ରଭାବିତ କରିଥାଏ। ତାପରେ ପଢ଼ିବା ଶିକ୍ଷା ମନୋବିଜ୍ଞାନ, ଏଜୁକେସନାଲ୍ ସାଇକୋଲୋଜି। ତ ଶିକ୍ଷା କ୍ଷେତ୍ରରେ ମନୋବିଜ୍ଞାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ମନୋବିଜ୍ଞାନର ପରିସର ଶିକ୍ଷାର ପରିସରର ଅନ୍ତର୍ଭୁକ୍ତ ହେଉଛି। ମନୋବିଜ୍ଞାନ ମାଧ୍ୟମରେ ଆମେ ବ୍ୟକ୍ତିର ଆଚରଣ ତଥା କାର୍ଯ୍ୟକଳାପକୁ ଅଧ୍ୟୟନ କରିଥାଏ। ତେଣୁ ଶିକ୍ଷା କ୍ଷେତ୍ରରେ ମନୋବିଜ୍ଞାନକୁ ପ୍ରୟୋଗ କରିକି ଆମେ ଶିକ୍ଷାର୍ଥୀର ଆଚରଣ, ଚାଲିଚଳନ, ଏସବୁ ଜିନିଷକୁ ଦେଖିକି ତା'ର ଆବଶ୍ୟକ ପଡ଼ିଲେ ପରିବର୍ତ୍ତନ ମଧ୍ୟ କରେଇଥାଉ। ତେଣୁ ଶିକ୍ଷା ମନୋବିଜ୍ଞାନ ଦ୍ୱାରା ଶିକ୍ଷାର୍ଥୀକୁ ଠିକ୍ ଭାବରେ ଜାଣିବା, ଶିଶୁର ଅନ୍ତର୍ନିହିତ ଶକ୍ତିର ପରିପ୍ରକାଶ କରିବା, ତା'ର ଇଚ୍ଛା ଶକ୍ତି, ଆଗ୍ରହ, ମନୋବୃତ୍ତି, ବୁଦ୍ଧି, ବ୍ୟକ୍ତିତ୍ୱ, ବ୍ୟକ୍ତିଗତ ପାର୍ଥକ୍ୟ, ଏ ସମସ୍ତ ଜିନିଷକୁ ଦେଖିକି ସେ ଅନୁଯାୟୀ ଶିକ୍ଷାଦାନ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ। ତାପରେ ହିଷ୍ଟ୍ରି ଅଫ୍ ଏଜୁକେସନ୍, ଶିକ୍ଷା ଇତିହାସ। ତ ଶିକ୍ଷା ଇତିହାସ ଆମେ କ'ଣ କହିବା? ଯେମିତି ଆଜିର ଯେଉଁ ଶିକ୍ଷା ବ୍ୟବସ୍ଥା ରହିଛି, ସେ ଶିକ୍ଷା ବ୍ୟବସ୍ଥା ବୈଦିକ ଯୁଗରୁ ଆରମ୍ଭ ହୋଇକି ଆଜି କମ୍ପ୍ୟୁଟର ଯୁଗ ବା AI ଯୁଗ ଯେଉଁ କହୁଛେ ଆମେ, ସେ ଯୁଗରେ ପହଞ୍ଚିଛି। ତେଣୁ ଶିକ୍ଷା କ'ଣ କରିଥାଏ? ଇତିହାସର ପୃଷ୍ଠାକୁ ଉନ୍ମୋଚନ କରି ସେଥିରେ ଥିବା ଶିକ୍ଷାଦାନ ପଦ୍ଧତି, ଶିକ୍ଷଣ ପ୍ରକ୍ରିୟା, ପାଠ୍ୟକ୍ରମ, ଏ ସମସ୍ତ ଜିନିଷକୁ ଷ୍ଟଡି କରିଥାଏ। ତେଣୁ ସେ ସମୟରେ ଯେଉଁ ସମାଜ ଉପଯୋଗୀ ଯେଉଁ ପାଠ୍ୟକ୍ରମ ଥିଲା, କେମିତି ଶିକ୍ଷଣ ବ୍ୟବସ୍ଥା ଥିଲା, କ'ଣ କରିକୁଲମ୍ ଥିଲା, ସେ ସମସ୍ତ ଜିନିଷକୁ ଷ୍ଟଡି କରିକି ଏ ଯୁଗ ପରିବର୍ତ୍ତନ ସହିତ କେମିତି ପାଠ୍ୟକ୍ରମକୁ ପରିବର୍ତ୍ତନ କରାଯିବ, ଯୁଗ ଉପଯୋଗୀ କେମିତି ପାଠ୍ୟକ୍ରମ ଅଣାଯିବ, ସେ ସମସ୍ତ କାର୍ଯ୍ୟ ପାଇଁ ସେ ସାହାଯ୍ୟ କରିଥାଏ। ତେଣୁ ହିଷ୍ଟ୍ରି ଅଫ୍ ଏଜୁକେସନ୍ ବା ଶିକ୍ଷା ଇତିହାସ ବୋଲି ତାକୁ କୁହାଯାଏ। ଶିକ୍ଷା ସମାଜ ବିଜ୍ଞାନ, କାରଣ ଅଲରେଡ଼ି ଆମେ ନେଚରର ଏଜୁକେସନ୍ ଇଜ୍ ସୋସିଆଲାଇଜ୍ ପ୍ରୋସେସ୍ ବୋଲି ଆମେ ପଢ଼ି ସାରିଲେଣି। ତେଣୁ ସେମ୍ ଜିନିଷ ସୋସିଓଲୋଜି ଅଫ୍ ଏଜୁକେସନ୍।
କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ସେ ସମାଜ ବିନା କେବେ ତିଷ୍ଠି ପାରିବ ନାହିଁ। ତେଣୁ ସମାଜ ପୃଷ୍ଠଭୂମିରେ ତା'ର ଜନ୍ମ ବିକଶିତ ଘଟିଥାଏ। ତେଣୁ ସମାଜର କଲ୍ୟାଣ ହେବା ଦ୍ୱାରା ବ୍ୟକ୍ତିର ମଧ୍ୟ ଉନ୍ନତି ଘଟିଥାଏ। ତେଣୁ ଶିକ୍ଷା ସବୁବେଳେ କ'ଣ କରିଥାଏ? ସମାଜରେ ସଂସ୍କାର ଆଣିବା, ସମାଜରୁ କୁସଂସ୍କାର ଦୂର କରିବା, ସମାଜର ରୂପରେଖ, ପ୍ରକାରଭେଦ, ସମସ୍ୟା, ତା'ର ଆବଶ୍ୟକତାକୁ ନେଇକି ଶିକ୍ଷା ତା'ର ଲକ୍ଷ୍ୟ, ରୂପରେଖ ଇତ୍ୟାଦି ସ୍ଥିର କରିଥାଏ। ତେଣୁ ଶିକ୍ଷାର୍ଥୀ ଏହି ଶିକ୍ଷାର ସମାଜ ତତ୍ତ୍ୱ, ସମାଜର ସ୍ୱରୂପ, ଶିକ୍ଷା ଓ ସମାଜ ମଧ୍ୟରେ ଥିବା ସମ୍ପର୍କ, ସାମାଜିକ ସଂଗଠନ, ସାମାଜିକ ଦଳ, ସାମାଜିକ ଅନୁଷ୍ଠାନ, ସାମାଜିକ ପ୍ରକ୍ରିୟା, ଏ ସମସ୍ତ ଜିନିଷ ସହିତ ଶିକ୍ଷା ଓ ସମାଜର ପରିବର୍ତ୍ତନ ସମ୍ବନ୍ଧରେ ମଧ୍ୟ ଆମକୁ ଅବଗତ କରାଇଥାଏ। ତାପରେ ହେଲା କମ୍ପାରେଟିଭ୍ ଏଜୁକେସନ୍, ତୁଳନାତ୍ମକ ଏଜୁକେସନ୍। କମ୍ପାରେଟିଭ୍ ଏଜୁକେସନ୍ ବା ତୁଳନାତ୍ମକ ଏଜୁକେସନ୍ ସେ କହୁଛି କ'ଣ କହୁଛି ଯେ ଶିକ୍ଷା ବ୍ୟବସ୍ଥା ଯେଉଁ ହେଉଛି, ଶିକ୍ଷଣ ପ୍ରକ୍ରିୟା, ପାଠ୍ୟକ୍ରମ, ଏ ସମସ୍ତ ଜିନିଷ ସ୍ଥିର କରିବା ପୂର୍ବରୁ ଶିକ୍ଷା ବ୍ୟବସ୍ଥା କ'ଣ କରୁଥାଏ? ଦେଶର ଭୌଗୋଳିକ, ସାମାଜିକ, ରାଜନୈତିକ ପରିସ୍ଥିତିକୁ ନେଇକି ପର୍ଯ୍ୟବେସିତ ହୋଇଥାଏ। ତେଣୁ ତୁଳନାତ୍ମକ ଶିକ୍ଷା କ'ଣ କରିଥାଏ? ଦେଶ ଗୁଡ଼ିକରେ ଥିବା ଶିକ୍ଷା ବ୍ୟବସ୍ଥା ଅନ୍ୟ ଦେଶରେ ଥିବା ଶିକ୍ଷା ବ୍ୟବସ୍ଥା ସହିତ ତୁଳନା କରିଥାଏ। ଯେମିତି ଆମ ଦେଶରେ ଯେଉଁ ଶିକ୍ଷା ବ୍ୟବସ୍ଥା ରହିଛି, ସେ ବ୍ୟବସ୍ଥାର ତ୍ରୁଟିକୁ ଯଦି ଦୂର କରିବାକୁ ଚାହିଁବା, ତାହେଲେ ଅନ୍ୟ ପ୍ରଗତିଶୀଳ ରାଷ୍ଟ୍ରମାନଙ୍କର ଶିକ୍ଷା ବ୍ୟବସ୍ଥା ଉପରେ ଆମକୁ ଷ୍ଟଡି କରିବାକୁ ପଡ଼ିବ, ବା ସେମାନଙ୍କର ଯେଉଁ ସଫଳତା ପାଇଁ ପଛରେ ଯେଉଁ ଶିକ୍ଷା ବ୍ୟବସ୍ଥା ଚାଲୁଛି, ସେ ଶିକ୍ଷଣ ବ୍ୟବସ୍ଥାକୁ ଆଣିକି ଆମ ଦେଶରେ ପ୍ରଚଳନ କରିବାକୁ ପଡ଼ିଥାଏ। ତେଣୁ ତୁଳନାତ୍ମକ ଶିକ୍ଷା କ'ଣ କରିଥାଏ? ଦେଶ ଓ ଦେଶ ଭିତରେ ଥିବା ସ୍ଥାନ ସହିତ ବାହାର ଦେଶ ସହିତ ମଧ୍ୟ ଶିକ୍ଷଣକୁ ବା ଶିକ୍ଷାଦାନ ପ୍ରକ୍ରିୟାକୁ ତୁଳନା କରିଥାଏ। ଶିକ୍ଷା ପରିମାପ ମୂଲ୍ୟାୟନ, ଏଜୁକେସନାଲ ମ୍ୟାନେଜମେଣ୍ଟ ଆଣ୍ଡ ଇଭାଲୁଏସନ୍। ଶ୍ରେଣୀଗୃହରେ ଯେଉଁ ପାଠଦାନ ଶେଷ ହେବା ପରେ ଶିକ୍ଷାର ଲକ୍ଷ୍ୟ କେତେ ଦୂର ପୂରଣ ହୋଇଛି ତାହା ଜାଣିବା ପାଇଁ ଆମକୁ ଶିକ୍ଷାକୁ ପରିମାପ ଓ ମୂଲ୍ୟାୟନ କରିବାର ଆବଶ୍ୟକ ହୋଇଥାଏ। ତେଣୁ ଶିକ୍ଷକମାନେ ଶିକ୍ଷଣ ବ୍ୟବସ୍ଥାରେ ସଫଳତା, ବିଫଳତା, ଶିକ୍ଷାର୍ଥୀର ଉନ୍ନତି, ଏ ସମସ୍ତ ଜିନିଷ ଜାଣିବା ପାଇଁ ଶିକ୍ଷା ପରିମାପ ମୂଲ୍ୟାୟନ ଏକାନ୍ତ ପ୍ରୟୋଜନ ହୋଇଥାଏ। ଦ ପ୍ରୋବ୍ଲେମ୍ ଅଫ୍ ଏଜୁକେସନ୍, ଶିକ୍ଷା ସମସ୍ୟା। ଆମ ଦେଶରେ ଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟା ପରିଲକ୍ଷିତ ହୋଇଥାଏ। ଖାଲି ଆମ ଦେଶରେ ନୁହେଁ, ସବୁ ଦେଶରେ ଶିକ୍ଷା ବ୍ୟବସ୍ଥାରେ କିଛି ନା କିଛି ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଥିବ। ତେଣୁ ସେହି ସମସ୍ୟା ଗୁଡ଼ିକ ସମାଧାନ କରିବାର ଶିକ୍ଷାର ଲକ୍ଷ୍ୟ ହେବା ଆବଶ୍ୟକ। ଯେମିତି ଆମ ଦେଶରେ ଯଦି ଦେଖିବା, ଶିକ୍ଷା ସାର୍ବଜନୀକରଣ କରିବା ଦିଗରେ ସମସ୍ୟା ଦେଖାଯାଉଛି। କାରଣ ଆମ ପାଖରେ ଧର୍ମଗତ ବିବିଧତା, ନୈତିକତା, ଭାଷା ସମସ୍ୟା, ଜନସଂଖ୍ୟାର ବୃଦ୍ଧି ଫଳରେ ଯେଉଁ ଶିକ୍ଷାର ସମସ୍ୟା ରହୁଛି, ପୌଢ଼ ଶିକ୍ଷା, ବୃତ୍ତିଗତ ଶିକ୍ଷା, ଅଣଆନୁଷ୍ଠାନିକ ଶିକ୍ଷା, ଛାତ୍ର ବିଶୃଙ୍ଖଳା, ଏ ସମସ୍ତ ଜିନିଷ ଶିକ୍ଷା କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି। ଏ ସମସ୍ତ ପ୍ରତିବନ୍ଧକ ସମସ୍ୟାକୁ ଦୂରୀଭୂତ କରିବାକୁ ହେଲେ ଶିକ୍ଷାର ଅଗ୍ରଗତି ସମ୍ଭବ ହୋଇପାରିବ। ତେଣୁ ଏହି ସମସ୍ୟା ଗୁଡ଼ିକ ସମାଧାନ କରିବାକୁ ହେଲେ ଆମ ଦେଶର ଶିକ୍ଷାବିତ୍ ମାନେ ବିଭିନ୍ନ ପ୍ରକାର ସୁଚିନ୍ତିତ ଚିନ୍ତାଧାରାକୁ ପ୍ରତିପାଦନ କରୁଛନ୍ତି, ବା ସମସ୍ୟା କେମିତି ଦୂର କରାଯାଇ ତାହାର ପ୍ରତିକାର ବାହାର କରିବାକୁ ପ୍ରୟାସ କରୁଛନ୍ତି, ବା ନାନା ପ୍ରକାର ଯୋଜନା ମାଧ୍ୟମରେ ସମସ୍ୟାର ମଧ୍ୟ ସମାଧାନ କରାଯାଉଛି। ତାପରେ ଶିକ୍ଷା ପ୍ରଶାସନ ପରିଦର୍ଶନ, ଏଜୁକେସନାଲ ଆଡମିନିଷ୍ଟ୍ରେସନ ଆଉ ସୁପରଭିଜନ। ଶିକ୍ଷା ପ୍ରଶାସନ ପରିଦର୍ଶନ କ'ଣ କହୁଛି? ଶିକ୍ଷାର ପରିସରଭୁକ୍ତ କରାଯାଇଛି। କାରଣ ଶିକ୍ଷାନୁଷ୍ଠାନ ଗୁଡ଼ିକ ସୁପରିଚାଳନା କରିବା ନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ରହିବା ଆବଶ୍ୟକ, ଯାହାଫଳରେ ବିଦ୍ୟାଳୟରେ ଶିକ୍ଷଣ ବ୍ୟବସ୍ଥା କେମିତି ଚାଲିଛି ତାହା ପାଇଁ ଶିକ୍ଷା ପ୍ରଶାସନ ବ୍ୟବସ୍ଥା ବା ପରିଦର୍ଶନ ହେବା ନିହାତି ଆବଶ୍ୟକ। ତେଣୁ ପ୍ରତ୍ୟେକ ବିଦ୍ୟାଳୟରେ ଜଣେ ଲେଖାଏଁ ଯେଉଁ ପ୍ରଧାନ ଶିକ୍ଷକକୁ ନିଯୁକ୍ତି କରାଯାଇଥାଏ, ସେମାନେ କ'ଣ କରିବେ? ଶିକ୍ଷଣ ବ୍ୟବସ୍ଥାକୁ କେଉଁ ହିସାବରେ ଚାଲିଛି ତାର ପ୍ରଶାସନିକ ହିସାବ ନେବେ, ସେ ଦାୟିତ୍ୱ ତୁଲେଇବେ। ସେ କେବଳ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ତୁଲେଇବେନି, ଏହା ବ୍ୟତୀତ ଜିଲ୍ଲାର ପରିଦର୍ଶକ, ରାଜ୍ୟସ୍ତରୀୟ ଶିକ୍ଷା ନିର୍ଦ୍ଦେଶକ, ସଚିବ ପ୍ରଭୃତିଙ୍କ ଉଚ୍ଚ ପଦାଧିକାରୀଙ୍କୁ ମଧ୍ୟ ପରିଦର୍ଶନ ସମୟରେ ସାହାଯ୍ୟ କରିବେ। ତେଣୁ ଶିକ୍ଷା ପ୍ରଶାସନ ପରିଦର୍ଶନ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିବା ନିହାତି ଆବଶ୍ୟକ। ତାପରେ ଶିକ୍ଷା ପରିସଂଖ୍ୟାନ, ଏଜୁକେସନାଲ ଷ୍ଟାଟିଷ୍ଟିକ୍। ଶିକ୍ଷା ପରିସଂଖ୍ୟାନ କ'ଣ ହେଉଛି? ଯେ ଶିକ୍ଷା ପରିସଂଖ୍ୟାନ ଦ୍ୱାରା ଶିକ୍ଷା କ୍ଷେତ୍ରରେ ସଂଖ୍ୟା ସୂଚକ ଯେଉଁ ବିବରଣୀ ପ୍ରଦତ୍ତ କରାଯାଇଥାଏ,
ସେଗୁଡ଼ିକ ହେଲା ଶିକ୍ଷାର୍ଥୀମାନଙ୍କର ପ୍ରବେଶର ହାର, ଉପସ୍ଥାପନାର ହାର, କୃତକାର୍ଯ୍ୟର ହାର, ଶିକ୍ଷାରେ ନିଷ୍ପତ୍ତି ନେଇଥିବା ସମସ୍ତ ଆୟ ବ୍ୟୟର ହିସାବ ରଖିବା। ଏହା ବ୍ୟତୀତ ଶିକ୍ଷା କ୍ଷେତ୍ରରେ ହେଉଥିବା ଗବେଷଣା, ଏ ସମସ୍ତ ଜିନିଷ ଶିକ୍ଷା ଗବେଷଣା ଯଥେଷ୍ଟ ସାହାଯ୍ୟ କରିଥାଏ। ତେଣୁ ପରିସଂଖ୍ୟାନ ମାଧ୍ୟମରେ ପ୍ରକାଶିତ କରାଯାଇଥାଏ। ତାପରେ ଶିକ୍ଷା ଗବେଷଣା, ଏଜୁକେସନାଲ ରିସର୍ଚ୍ଚ। ତ ଶିକ୍ଷା କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଗୁଡ଼ିକ ଦୂର କରିବା ପାଇଁ ଶିକ୍ଷା ଗବେଷଣା ଅତ୍ୟନ୍ତ ଆବଶ୍ୟକ। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେ ଯେଉଁ ଗବେଷଣା ଯଥେଷ୍ଟ ଗୁରୁତ୍ୱ ଉପଲବ୍ଧି କରାଯାଉଛି। ତେଣୁ ଗବେଷଣାକୁ ପରିସଂଖ୍ୟାନ ମାଧ୍ୟମରେ ମଧ୍ୟ ପ୍ରକାଶ କରାଯାଏ। ତେଣୁ ଐତିହାସିକ, ବର୍ଣ୍ଣନାତ୍ମକ, ପରୀକ୍ଷାମୂଳକ ଗବେଷଣା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ଯେଉଁ ଉପୁଜିଥିବା ସମସ୍ୟାର ସମାଧାନ କରାଯାଇଥାଏ।